জ্ঞানী মণ্ডলী তাহলে সেদিন লক্ষ্মীঙ্কর দায়িত্ব রোষেই কার্য তারপরে বিমলাঙ্ক পাখরে আসিলা পরে এ যে উচ্ছিষ্ট হয়ে যায় বা বিমলা জগন্নাথঙ্কর উচ্ছিষ্ট পাই যাନ୍ତି সেতବେଳେ হয়ে যায় মহাপ্রসাদ মালো সেই সংস্কৃতি ভিতরে এমিতি ଅଛି যেতବେଳେ জগন্নাথ যেতବେଳେ পাতাଳି ହୁଅନ୍ତି ତାଙ୍କ ପାଇଁ ଜଣେ ସ୍ତ୍ରୀ ବିଧବା ହୁଏ 22 ପାହାଚରେ ହାତ ସଂଖ୍ୟା ମଥାର ସିନ୍ଦୁର ପୋଛି ଦିଏ ଜଣେ ସ୍ତ୍ରୀ ରୋଷେଇ ଦାୟିତ୍ୱ ନେଲେ ଜଣେ ନେଲେ ଆପଣ ମାନଙ୍କର ଉଚ୍ଛିଷ୍ଟ ପାଇବେ ଆଉ ଜଣେ ସ୍ୱାମୀଙ୍କର ପାତାଳି ବା ସ୍ୱାମୀଙ୍କର ମୃତ୍ୟୁ ପରେ ସିଏ ହାତର ସଂଖ୍ୟା ମଥାର ସିନ୍ଦୁର ପୋଛି ଦିଅନ୍ତି ସିଏ କିଏ ସିଏ ଦେବଦାସୀ 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 ରେ ଦେବଦାସୀ ରେ ଦେବଦାସୀ ରେ ଦେବଦାସୀ ରେ দেবদাসী ওরা সাড়ে 1400 খ্রিস্টাব্দে কতকালীন রাজা প্রতাপ রুদ্রদেবଙ୍କ ସମୟରେ ଯେଉଁଦିନ ରାଜା ଦାକ୍ଷିଣାତ୍ୟ ଜୟ କଲେ ତିରୁପତି ମନ୍ଦିରରେ ଦେବଦାସୀ ପ୍ରଥା ଚାଲିଥିଲା ପାଦରେ ଘୁଙ୍ଗୁର ପିନ୍ଧି ଜଗନ୍ନାଥଙ୍କ ନିକଟରେ ନାଚିବାର ଦାୟିତ୍ୱ ସେଦିନ ପ୍ରତାପ ରୁଦ୍ରଦେବ ତିରୁପତି ভ্রমণ করিবা উদ্দেশ্যে গলা বলে সে দেবদাসী কথাকে আনিছি পৌঁছাই পুরীরে আপন বিচার করে অবগত হেবে 2017 মସିହାରେ শেষ দেবদাসী সারে মরিগলে আর দেবদাসী কথা নাই না না তাহলে বিধবা কি হবো হ্যালো তার জ্ঞানী মণ্ডলী আজ্ঞা জগতরে জনে চিন্তা চেতনা ভিতরে করিছি প্রভুଙ୍କୁ ମୁଁ ଯୁଗେ ଯୁଗେ ପାଇବି ମୁଁ ତାଙ୍କରି ନିକଟରେ ରହିବି ସିଏ ହେବେ ମୋର ବିହକାରର ପ୍ରକାରର ଦେବତା କେବେ ବି ତାଙ୍କୁ ମୁଁ ଗୋଟିଏ ମୁହୂର୍ତ୍ତ ବି ମୋ ନିକଟରୁ ମୁଁ କେବେ ଛାଡ଼ି ପାରିବିନି କାହିଁକି ସିଏ ତାହାର ଅପେକ୍ଷା କରି ବସିଛି ଯୁଗ ଯୁଗରୁ সত্য ত্রেতয়া দ্বাপর কলি ইয়ে হচ্ছন্তি সবু যুগর দেবতা যাকে আপন মানকর স্কন্দ পুরাণ রেবা খণ্ডରୁ ଗୋଟେ ଶ୍ଲୋକ ଗାଉଛି କହିଲା ସତ୍ୟ ନାରାୟଣ ଦେବ ସତ୍ୟ ରୂପ ସନାତନ ସତ୍ୟ ବ୍ରହ୍ମ ସ୍ୱରୂପାୟ নারীটি অপেক্ষা করেছি অনেক দিন হেলা যুগ যুগ অপেক্ষা করে বসিছি সে আপন মানଙ୍କର জনে রাক্ষসরা জলন্ধরর স্ত্রী বৃন্দাবতী ଯେଉଁଦିନ ବୃନ୍ଦାବତୀ କି ପ୍ରଭୁ ନାରାୟଣ ନିଜର ଜଳନ୍ଧର ରୂପକୁ ଧାରଣ କରି ତାର ସତୀତ୍ୱକୁ ଅପହରଣ କରିଦେଲେ ସେଇଦିନ ସେ ଚିନ୍ତା କରିଥିଲା କହିଲା ପ୍ରଭୁ ଆପଣ ମୋର ସତୀତ୍ୱକୁ ନଷ୍ଟ କରିଦେଲେ ସତ୍ୟ ନାରାୟଣ ମନେ ଭାବିଥିଲି ଅସତ୍ୟ କିର କିର କିର
ପ୍ରଭୁ ଯାହାକୁ ମୁଁ ଚିନ୍ତା କରିଥିଲି ବିଶ୍ୱ ଚିନ୍ତାମଣି ତମେ ଆସି ଭୁଲ କଲ। ମୁଁ ମୋ ସ୍ୱାମୀ କି କେବେ ହରେଇ ପାରିବିନି। ଜାଣିବି ସେଦିନ ପ୍ରଭୁ ତୁମେ ସତ୍ୟ ନାରାୟଣ ଯୋଉଦିନ ମୋ ସ୍ୱାମୀ କି ମୁଁ ପାଇବି ସେଦିନ ନାରାୟଣ କହିଲେ ବ୍ୟସ୍ତ ହଣା ସମୟ ଆସିବ ମୁଁ ତୋତେ ସବୁଦିନ ପାଇ ଗ୍ରହଣ କରିବି। ସେଦିନ ଜଳନ୍ଧର ସୃଷ୍ଟି ହେଇଥିଲା ଆପଣ ମାନଙ୍କର ସମୁଦ୍ରରୁ କିନ୍ତୁ ଦାରୁ ସେଦିନ ଭାସି ଭାସି ଆସିଥିଲା ସେ ସମୁଦ୍ର ପକ୍ଷରେ। ସେଦିନ ଇଏ ଝିଅ ପାଇଁ ଇଏ ହେଲେ ଜଗନ୍ନାଥ ଦାରୁ ପରି ସିଏ ହେଇଗଲେ ଆପଣ ମାନଙ୍କର ଜଳନ୍ଧର। କେମିତି ଜଳ ଦେ ଧରିଲା ଶରୀର ତେଣୁ ତା ନାମ ଜଳନ୍ଧର ତେଣୁ ତା ନାମ ଜଳନ୍ଧର ତେଣୁ ତା ନାମ ଜଳନ୍ଧର। ସିଏ ହେଲେ ଜଳନ୍ଧର। ଇଏ ଯେତେବେଳେ ଦାରୁଟା ଭାସି ଭାସି ଆସିଲା ସେ ନ୍ୟାୟ ହେଉଛନ୍ତି ଆପଣ ମାନଙ୍କର ଜଗନ୍ନାଥର। ଅନେକ ପ୍ରମାଣ ଅଛି ମାତ୍ର 4-5 ଘଣ୍ଟା ଭିତର କଥାକୁ ଆମେ 2 ଘଣ୍ଟା ଭିତରେ ମୁଁ ତ ବାରମ୍ବାର ଖାଲି ସମୟ ଦେଖିଲି ମୋ ଆଳାପ ସରୁନି ଅଧଘଣ୍ଟା ଭିତରେ।
ତା ଖୋଇବାକୁ ରଖିଛି ମାଉସେ କିଏ ଆକୁ ଖାଇଲ ଶେଷ ପଟୁଆର ଧରି ଦେଖ କିଏ ଆକୁ ଖାଇଲ ଶେଷ ପଟୁଆର ଧରି ଦେଖ କିଏ ଆକୁ ଖାଇଲ ଶେଷ ପଟୁଆର ଧରି ଦେଖ କିଏ पहला विद्वान गवय भोटा